ଆପଣଙ୍କ ପରିଚୟଟା ଦିଅନ୍ତୁ। ମୁଁ ବିଭୂତି ଭୂଷଣ ମଲ୍ଲ, ରାସୋଳ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଅଛି। ଆଜି କେମିତି କ'ଣ କାର୍ଯ୍ୟ ହେଲା, କେତେବେଳେ ଆପଣ ଇନଫର୍ମ ପାଇଲେ, କ'ଣ କେମିତି ହେଲା, ଆଜି ଲୋକଟି କେମିତି ଆସିକି ଅସହାୟ ମହିଳା କେମିତି ଉଦ୍ଧାର ହେଲା? ଆଜି ରାତ୍ର 11ଟା ସମୟରେ ଆମର ଜନମଙ୍ଗଳ ସଂଗଠନରୁ ଆମର ବିଭୁ ଭାଇ ଆଉ ସେ ନିରୁପମା ମ୍ୟାଡ଼ାମ୍ ଆସି ଥାନାରେ କମ୍ପ୍ଲେନ୍ ଦେଇଥିଲେ। ଜଣେ ଅସହାୟ ମହିଳା ବାହାଲଣ୍ଡା ଯେଉଁ ଶିବ ମନ୍ଦିରଟେ ସେ ଅଛି, IAS ସାର୍ଙ୍କ ନିର୍ଦ୍ଦେଶ ଅନୁସାରେ ବିଭୁ ଭାଇ ମ୍ୟାଡ଼ାମ୍ ସାଥିରେ ଯାଇ ସେ ଅସହାୟ ମହିଳାକୁ ଆଣି ଆଉ ଢେଙ୍କାନାଳ ରାଜ୍ୟ ସହାୟତା କେନ୍ଦ୍ରରେ ସଖୀ ସେଣ୍ଟରରେ ଛାଡ଼ି ଦିଆଯାଇଛି, ସୁରକ୍ଷିତ ଭାବରେ ଛାଡ଼ି ଦିଆଯାଇଛି। ସଂଗଠନ ଏତାଦୃଶ ସହଯୋଗମୂଳକ ମନୋଭାବ ଆଉ ସହଯୋଗମୂଳକ କାର୍ଯ୍ୟରେ ଆପଣ କ'ଣ କହିବାକୁ ଚାହିଁବେ? ସଂଗଠନର ବିଭୁ ଭାଇ ଆଉ ନିରୁପମା ମିଶ୍ରଙ୍କ ସହାୟତାରେ ଏସବୁ କାର୍ଯ୍ୟ ଭଲରେ ହେଇଯାଉଛି। ଅସହାୟ ଲୋକମାନଙ୍କ ପାଇଁ ସେ ଭଗବାନ ସଦୃଶ ଅଟନ୍ତି। ଧନ୍ୟବାଦ।